ମାଡ଼ି ମାଡ଼ି ଆସୁଛି ବଡ଼ ଲଘୁଚାପ। ଜୁଲାଇ ପ୍ରଥମ ସପ୍ତାହରୁ ହେବ ପ୍ରବଳ ବର୍ଷା। ଏନେଇ ଏବେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି ହେଲା ଆଉ ଏକ ବଡ଼ ସୂଚନା। ତେବେ ଆସୁଥିବା ଲଘୁଚାପ ଓଡ଼ିଶାର କେଉଁ ସମସ୍ତ ଜିଲ୍ଲାରେ ହେବ ପ୍ରବଳ ବର୍ଷା, ଆସନ୍ତୁ ଭିଡ଼ିଓରେ ଜାଣିବା। କିନ୍ତୁ ତା ପୂର୍ବରୁ ଭିଡ଼ିଓକୁ ଥରେ ଲାଇକ୍ କରନ୍ତୁ, ଚ୍ୟାନେଲ ନଥିଲେ ଏବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଦେଖନ୍ତୁ, ବଙ୍ଗୋପସାଗରରେ ସୃଷ୍ଟି ହେବ ଚଳିତ ସିଜିନ୍ର ପ୍ରଥମ ବଡ଼ ଲଘୁଚାପ। ତେବେ ଜୁଲାଇ 5ରୁ ବଢ଼ିବ ପ୍ରବଳ ମୌସୁମୀ ପ୍ରଭାବକୁ ଆଉ ଏକ ସକ୍ରିୟ କରିବା ପାଇଁ ପ୍ରକୃତି ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ଜୁଲାଇ 5ରୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇପାରେ। ତେବେ ଚଳିତ ବର୍ଷ ମୌସୁମୀ ଋତୁରେ ଏହାର ପ୍ରଭାବ ବଢ଼ିବ, ଯାହା ବର୍ଷାର ପରିମାଣକୁ ବେଶ୍ ବଢ଼ାଇବ। ତେବେ ପାଣିପାଗ ବିଶେଷଜ୍ଞ ସୂଚନା ଅନୁଯାୟୀ ଏହି ଲଘୁଚାପ ସୃଷ୍ଟି ହେବା ପରେ ପଶ୍ଚିମ ଉତ୍ତର ଦିଗକୁ ଗତି କରିବ, ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଆଖପାଖ ଅଞ୍ଚଳ ଆଡ଼କୁ ଗତି କରିବ। ଏହାର ପ୍ରଭାବରେ ଜୁଲାଇ 5ରୁ 6 ପର୍ଯ୍ୟନ୍ତ ପାଣିପାଗର ପରିବର୍ତ୍ତନ ଦେଖାଦେବ ଏବଂ ବର୍ଷାର ପ୍ରଭାବ ସୃଷ୍ଟି ପାଇବ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ସମେତ ସମସ୍ତ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଗୁଡ଼ିକରେ ଭୟଙ୍କର ସମସ୍ୟା ଦେଖାଦେଇପାରେ। ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ଭଲ ବର୍ଷା ହେବ। ତେବେ ଓଡ଼ିଶା ବ୍ୟତୀତ ଗାଙ୍ଗେୟ ପଶ୍ଚିମବଙ୍ଗ, ବିହାର ଏବଂ ଝାଡ଼ଖଣ୍ଡ ଓ ଅନେକ ସ୍ଥାନରେ ମଧ୍ୟ ବ୍ୟାପକ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ତେବେ ଏହି ସିଷ୍ଟମକୁ ନେଇ କୌଣସି କାରଣ ନାହିଁ।